ହ୍ୟାଲୋ ସାଙ୍ଗମାନେ, ଆପଣମାନେ ଭାବୁଥିବେ ଆମେ ଏତେ ରାତିରୁ ଉଠି ଆମେ ସବୁ କ'ଣ କରୁଛୁ ଆଉ ସମସ୍ତେ ଏଠି ଏତେ ଗାଡ଼ି ସବୁ ଏଠି କ'ଣ ହେଉଛି। ଯେହେତୁ ଆଜି ମକର ସଂକ୍ରାନ୍ତି ଅଛି ଆମେ ସବୁ ବାହାରି ଗଲୁ ବୁଲିବା ପାଇଁ। ବାଟରେ ଗଲାବେଳୁ ବହୁତ ଶୀତ ଲାଗୁଥିଲା। ଏସବୁ ନୂଆ ରୋଡ଼ ହେଉଛି ବୋଲି ଏତେ ଧୂଳି ଯେ ମୁଣ୍ଡ ଖରାପ, ମୁଣ୍ଡ ପୁରା ବିନ୍ଧୁଛି। ତାପରେ ଆମେ ସବୁ ପହଞ୍ଚିଗଲୁ ଯେ ଏତେ ଗଛଲତା ଏଠି ବହୁତ ଶୀତ ଲାଗୁଥିଲା। ତାପରେ ଆମେ ସବୁ ମନ୍ଦିର ପାଖାପାଖି ଗାଁରେ ସବୁ ହେଇଗଲୁ। ତାପରେ ଚାଲିଲୁ ମନ୍ଦିର ପାଖକୁ। ଆମେ ଯାଇ ପହଞ୍ଚିଗଲୁ ମା ଗଜବାହିଆଣୀ ପୀଠଙ୍କ ପାଖରେ। ଏଠି ସବୁ ପହଞ୍ଚିଲା ପରେ କିଏ କୁଆଡ଼େ ବୁଲୁଛନ୍ତି ତା ଠିକ୍ ନାହିଁ। ଆମେ ଚାଲନ୍ତୁ ମନ୍ଦିର ଭିତରକୁ ଯିବା। ତାପରେ ଭିତରକୁ ଗଲା ପରେ ମା ଆଉ ଛୁଆ ମା ସମସ୍ତେ ମିଶି ଭୋଗ କିଣିବାରେ ବ୍ୟସ୍ତ ଅଛନ୍ତି। କାରଣ ଯେହେତୁ ମାଆଙ୍କ କତିକି ଯିବା, ଭୋଗ ନ କିଣିଲେ ହେବନି। ସମସ୍ତେ ସବୁ ଭୋଗ କିଣିବାରେ ବ୍ୟସ୍ତ। ତାପରେ ଆମେ ମାଆଙ୍କ ଦର୍ଶନ ପାଇଁ ଗଲୁ। ମାଆଙ୍କ ଦର୍ଶନ ପରେ ଆସି ଆମେ କିଛିଟା ଫଟୋ ସୁଟ୍ କଲୁ। ଫଟୋ ଗୁଡ଼ା କେମିତି କ'ଣ ହେଇଛି ସବୁ କମେଣ୍ଟ ମାଧ୍ୟମରେ ଜଣାଇବେ। ଜୟ ଜଗନ୍ନାଥ।